ସମସ୍ତଙ୍କୁ ଓଡ଼ିଆ ହିଣ୍ଟସ୍ ତରଫରୁ ସ୍ୱାଗତ। ଆଜି ଆମେ ଜାଣିବା ପ୍ଲସ୍ ଟୁ ଅନଲାଇନ୍ କେମିତି କରିବା, କ'ଣ ସବୁ ତା'ର ଡେଡ଼ଲାଇନ୍ ରହିଛି, ଏ ବିଷୟରେ ଆଜି ଆମେ ଜାଣିବା। ପିଲାମାନେ କେଉଁଭଳି ଭାବରେ ଆପ୍ଲାଏ କଲେ ନିଜେ ଚାହୁଁଥିବା କଲେଜରେ ଆଡ଼ମିସନ୍ ପାଇପାରିବେ, ସିଟ୍ ପାଇପାରିବେ, ନିଶ୍ଚିତ ରୂପେ ମୁଁ ତୁମମାନଙ୍କୁ ବତେଇବି। ତା ପୂର୍ବରୁ ଭିଡ଼ିଓଟିକୁ ଶେଷ ଯାଏଁ ଦେଖନ୍ତୁ, ସ୍କିପ୍ କରିବେ ନାହିଁ। ସ୍କିପ୍ କଲେ ବୁଝିପାରିବେ ନାହିଁ। ତେଣୁକରି ଭିଡ଼ିଓଟିକୁ ଶେଷ ଯାଏଁ ଦେଖନ୍ତୁ ଏବଂ ଯଦି ଆମ ଚ୍ୟାନେଲଟିକୁ ନୂଆ ହେଇ ଆସିଛନ୍ତି ବା ନୂଆ ହେଇ ଆମ ଭିଡ଼ିଓ ଦେଖୁଛନ୍ତି ତାହେଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନିଅନ୍ତୁ। ଏଭଳି ଅନେକ ଭିଡ଼ିଓ ମୁଁ ତୁମମାନଙ୍କ ପାଇଁ ନେଇ ଆସିବି। ଆସନ୍ତୁ କେଉଁ ଡେଟ୍ରେ କ'ଣ ସବୁ ରହିଛି ସେସବୁ ଉପରେ ଧ୍ୟାନ ଦେବା, ଟିକେ ନଜର ପକାଇବା ଡେଡ଼ଲାଇନ୍ ଉପରେ। ତାପରେ ମୁଁ ତୁମମାନଙ୍କୁ ବତେଇବି କିଭଳି ଆପ୍ଲାଏ କଲେ ତୁମେ ଚାହୁଁଥିବା କଲେଜରେ ତୁମର ସିଟ୍ ମିଳିଯିବ। ତ ପ୍ରଥମ କଥା ହେଲା, ଆସନ୍ତୁ ଡେଡ଼ଲାଇନ୍ ଉପରେ ନଜର ପକାଇବା। 26/5/2026 ଦିନ 11ଟା ବେଳେ ଅନଲାଇନ୍ ଷ୍ଟାର୍ଟ ହେବ। ଦଶମ ପାସ୍ କରିଥିବା ସମସ୍ତ ଛାତ୍ରଛାତ୍ରୀ ଅନଲାଇନ୍ କରିପାରିବେ। ଆବେଦନ କରିବାର ଶେଷ ତାରିଖ ହେଉଛି 30/6/2026, ମାନେ ଜୁନ୍ ମାସର 30 ତାରିଖ ରାତି 11:45ରେ ଆବେଦନ ସମୟ ଶେଷ ହେବ। ପାଖାପାଖି ଗୋଟିଏ ମାସ ଉପରେ ଅନଲାଇନ୍ ଡେଟ୍ ରହିଛି। 30 ଜୁନ୍ ସୁଦ୍ଧା ସମସ୍ତଙ୍କୁ ଆବେଦନ କରିବାକୁ ପଡ଼ିବ। ଆବେଦନ କରିସାରିବା ପରେ ପ୍ରଥମ ସିଲେକ୍ସନ୍ ମେରିଟ୍ ଲିଷ୍ଟ ଯେଉଁଟା ବାହାରିବ ଆଡ଼ମିସନ୍ ପାଇଁ, ସେଇଟା ଜୁଲାଇ 8 ତାରିଖରେ ବାହାରିବ। 11:45ରେ ଜୁଲାଇ 8ରେ ଇଣ୍ଟିମେସନ୍ ଡାଉନଲୋଡ଼୍ ହୋଇପାରିବ। ସମସ୍ତେ ଡାଉନଲୋଡ଼୍ କରିପାରିବେ। 9 ଜୁଲାଇରୁ 15 ଜୁଲାଇ ଯାଏଁ ରିପୋର୍ଟିଂ ହେବ ଫାର୍ଷ୍ଟ ସିଲେକ୍ସନ୍ର, ମାନେ ଆଡ଼ମିସନ୍ ବି ହେବ ଆଉ ଆଡ଼ମିସନ୍ର ଏଣ୍ଟ୍ରି ବି ହେବ। ଯେଉଁମାନଙ୍କର ଆଡ଼ମିସନ୍ ସରିଯିବ ସେମାନେ ଜୁଲାଇ 10 ତାରିଖରୁ ଜୁଲାଇ 16 ତାରିଖ ପର୍ଯ୍ୟନ୍ତ ସ୍ଲାଇଡ୍ ଅଫ୍ ରିକ୍ୱେଷ୍ଟ କରିପାରିବେ। ସ୍ଲାଇଡ୍ ଅଫ୍ ସରିଲା ପରେ 23 ଜୁଲାଇରେ ସେକେଣ୍ଡ ମେରିଟ୍ ଲିଷ୍ଟ ବାହାରିବ। ସେକେଣ୍ଡ ସିଲେକ୍ସନ୍ଟା 23 ତାରିଖରେ ବାହାରିବ, 23 ଜୁଲାଇରେ। ତ ଯେଉଁମାନେ ସ୍ଲାଇଡ୍ ଅଫ୍ ବି କରିଥିବେ ସେମାନଙ୍କର ବି ସିଲେକ୍ସନ୍ 23 ଜୁଲାଇରେ ଶୋ କରିବ। ଯେଉଁମାନେ ସେକେଣ୍ଡ ସିଲେକ୍ସନ୍ରେ ସିଲେକ୍ଟ ହେବେ ସେମାନେ ଜୁଲାଇ 24 ତାରିଖରୁ ଜୁଲାଇ 28 ତାରିଖ ଭିତରେ ଆଡ଼ମିସନ୍ କରିପାରିବେ। ଯେଉଁମାନଙ୍କର ଆଡ଼ମିସନ୍ ହୋଇସାରିଥିବ କିମ୍ବା ଯେଉଁମାନେ ସିଲେକ୍ସନ୍ ହୋଇନଥିବେ କିନ୍ତୁ ପୂର୍ବରୁ ଅନଲାଇନ୍ କରିଥିବେ ସେମାନଙ୍କର 30 ଜୁଲାଇରେ ସ୍ପଟ୍ ଆଡ଼ମିସନ୍ ପାଇଁ ଚଏସ୍ ଲୁକିଂ ଷ୍ଟାର୍ଟ ହେବ। ଯେଉଁମାନେ ଆବେଦନ କରିନଥିବେ ପୂର୍ବରୁ ସେମାନେ ସ୍ପଟ୍ ପାଇଁ ଆବେଦନ କରିପାରିବେ ନାହିଁ। ଯେଉଁମାନେ ଅନଲାଇନ୍ କରିଥିବେ ଆଗରୁ ଏବଂ ସିଟ୍ ପାଇନଥିବେ କିମ୍ବା ଆଡ଼ମିସନ୍ ହୋଇଥିବ ସେମାନଙ୍କର ବି ସ୍ପଟ୍ ଆଡ଼ମିସନ୍ ପାଇଁ ସେମାନେ ଚଏସ୍ ଲୁକିଂ ଦେଇପାରିବେ। ସ୍ପଟ୍ ଆଡ଼ମିସନ୍ର ଯେଉଁ ଚଏସ୍ ଲୁକିଂ ରହିଛି ତାହା ଅଗଷ୍ଟ 2 ତାରିଖ ପର୍ଯ୍ୟନ୍ତ ଚାଲିବ। ସ୍ପଟ୍ ଆଡ଼ମିସନ୍ର ଯେଉଁ ସିଲେକ୍ସନ୍ ଲିଷ୍ଟ ସେଇଟା ଅଗଷ୍ଟ 6 ତାରିଖରେ ପବ୍ଲିଶ ହେବ। ମାନେ ଯେଉଁମାନେ ସ୍ପଟ୍ ସିଲେକ୍ସନ୍ରେ ଆଡ଼ମିସନ୍ କରିପାରିବେ ବା ତାଙ୍କର ଯେଉଁ ସିଲେକ୍ସନ୍ ହୋଇଥିବ ସେମାନଙ୍କର ଅଗଷ୍ଟ 6 ତାରିଖରେ ଆସିବ ଲିଷ୍ଟ ଏବଂ ଆଡ଼ମିସନ୍ କରିପାରିବେ। ଏବେ ଆମେ ଆଲୋଚନା କରିବା ଅନଲାଇନ୍ ବିଷୟରେ, ମାନେ ଅନଲାଇନ୍ରେ ସବୁ କ'ଣ ସବୁ ଡକୁମେଣ୍ଟ ଦରକାର ହେବ। ଆସ ମୁଁ ତୁମମାନଙ୍କୁ କହିଦେଉଛି। ଯେତେବେଳେ ଅନଲାଇନ୍ କରିବାକୁ ଯାଉଛନ୍ତି ସେତେବେଳେ ସାଙ୍ଗରେ 10th ରୋଲ୍ ନମ୍ବର ନିହାତି ଥିବା ଦରକାର। 10th ରୋଲ୍ ନମ୍ବରକୁ ବେସ୍ କରିକି ଅନଲାଇନ୍ଟା ଷ୍ଟାର୍ଟ ହୁଏ। ତାପରେ ପାସପୋର୍ଟ ଫଟୋ, ତାପରେ ବ୍ୟାଙ୍କ ପାସବୁକ୍, ଆଧାର କାର୍ଡ଼ ଏସବୁ ନିହାତି ଦରକାର। ଏବଂ ଯେତେବେଳେ ଆଡ଼ମିସନ୍ କରିବାକୁ ଯିବେ କଲେଜକୁ ସେତେବେଳେ କାଷ୍ଟ, ରେସିଡେଣ୍ଟ, ଇନକମ୍ ଏସବୁ ଲାଗେ। କିନ୍ତୁ ଅନଲାଇନ୍ କଲା ସମୟରେ ଖାଲି 10th ରୋଲ୍ ନମ୍ବର ଦରକାର ପଡ଼ିବ, ପାସପୋର୍ଟ ଫଟୋ ଦରକାର ପଡ଼ିବ, ବ୍ୟାଙ୍କ ପାସବୁକ୍ ଦରକାର ପଡ଼ିବ ଏବଂ ଆଧାର ନମ୍ବରଟା ଦରକାର ପଡ଼ିବ। ଏତିକିରେ ଆପଣଙ୍କର ଅନଲାଇନ୍ ହେଇଯିବ।
ଯେତେବେଳେ ପିଲାମାନେ ଅନଲାଇନ୍ ଆପ୍ଲାଏ କରିବାକୁ ଯାଆନ୍ତି ସେତେବେଳେ କ'ଣ ହୁଏ, ଅନେକ ପିଲାଙ୍କୁ ଜଣା ନଥାଏ ଯେ ସେମାନେ କେଉଁ ସବଜେକ୍ଟ ରଖିବେ। ସବଜେକ୍ଟ ଉପରେ ତାଙ୍କର କିଛି ନଲେଜ୍ ନଥାଏ। ତେଣୁକରି ଏସବୁ ପ୍ରିପାରେସନ୍ ହେଇକି ଯିବା ନିହାତି ଦରକାର। କାରଣ ତୁମେ ଯେଉଁଟା ସିଲେକ୍ସନ୍ କରିବ ପଢ଼ିବା ପାଇଁ, ଯଦି ସେଇଟା ନିଜେ ନଦେଲ, ନିଜେ ପ୍ରିଫରେନ୍ସ ନଦେଲ, ତାହେଲେ ଅନଲାଇନ୍ ବାଲା ତାର ନିଜର ଇଚ୍ଛା ଅନୁସାରେ ସବୁ ଫିଲ୍ଅପ୍ କରିଦେବ। ହୁଏତ ସେଇଟା ପଢ଼ିଲା ବେଳେ ତୁମମାନଙ୍କୁ ପ୍ରୋବ୍ଲେମ୍ ହେଇପାରେ। ତେଣୁକରି ଯେତେବେଳେ ସବଜେକ୍ଟ ଚୁଜ୍ କରୁଛ ନିଜେ ବାଛ, କେଉଁଟା ଇଲେକ୍ଟିଭ୍ ସବଜେକ୍ଟ ରହିବ, କେଉଁଟା ପାସ୍ ସବଜେକ୍ଟ ରହିବ, କମ୍ପଲସରି ତ କମ୍ପଲସରି ହିଁ ରହିବ, ତାପରେ ଅପସନାଲ୍ ସବଜେକ୍ଟ କେଉଁଟା ରହିବ, ସବୁ ନିଜକୁ ବାଛିବାକୁ ପଡ଼ିବ। ତେଣୁକରି ଧ୍ୟାନ ଦେବେ ଯେ ସବଜେକ୍ଟଟା ନିଜେ ହିଁ ଚୁଜ୍ କରିବେ। ଏବେ ଆସନ୍ତୁ ଜାଣିବା ଯେ କଲେଜ ପ୍ରିଫରେନ୍ସ କେମିତି ଦେବା। ଅନେକ ପିଲାଙ୍କର ଇଚ୍ଛା ଥାଏ ଯେ ସେମାନେ ନିଜ ପାଖରେ ଥିବା କଲେଜ, ନିଜ ଗାଁ ପାଖରେ ଥିବା କଲେଜରେ କେମିତି ସିଟ୍ ପାଇବେ, ସିଲେକ୍ସନ୍ ହେବେ ଏବଂ ସେଇ କଲେଜରେ ପଢ଼ିବେ। ତେଣୁକରି ଯଦି 40%ରୁ ଏଭବ୍ ମାର୍କ ଅଛି ତାହେଲେ ଧ୍ୟାନ ଦେବା ଯେ ପ୍ରଥମେ ଯେଉଁ ପାଖେ ଯେଉଁ ଗଭର୍ଣ୍ଣମେଣ୍ଟ କଲେଜ ଗୁଡ଼ିକ ଅଛି ସବୁକୁ ଅପସନ୍ରେ ରଖିବା। ଫାର୍ଷ୍ଟ ଅପସନ୍ ବି ଗଭର୍ଣ୍ଣମେଣ୍ଟ କଲେଜ, ସେକେଣ୍ଡ ଅପସନ୍ ବି ଗଭର୍ଣ୍ଣମେଣ୍ଟ କଲେଜ, ଥାର୍ଡ଼ ଅପସନ୍ ବି ଗଭର୍ଣ୍ଣମେଣ୍ଟ କଲେଜ, ଫୋର୍ଥ ଅପସନ୍, ଫିଫ୍ଥ ଅପସନ୍ ସବୁ ଗଭର୍ଣ୍ଣମେଣ୍ଟ କଲେଜ ଦେବା। ଯଦି ଆମର ପରସେଣ୍ଟେଜ୍ ଠିକ୍ ଅଛି ତାହେଲେ ଆମେ କ'ଣ କରିବା, ଯେଉଁ ଅନେକ ପିଲା କ'ଣ କରନ୍ତି ନା ଯେ କାଳେ ସିଲେକ୍ସନ୍ ହେବ ନ ହେବ ଏଇଟା ଭାବିକି ଲାଷ୍ଟକୁ କ'ଣ କରନ୍ତି, ପ୍ରାଇଭେଟ୍ କଲେଜ ଗୁଡ଼ାକ ଅପସନ୍ରେ ରଖିଦିଅନ୍ତି। ତେଣୁ ସେମାନଙ୍କର ସିଲେକ୍ସନ୍ ଗଭର୍ଣ୍ଣମେଣ୍ଟ କଲେଜରେ ହେବାକୁ ଥିଲେ ମଧ୍ୟ ତାହା ପ୍ରାଇଭେଟ୍ କଲେଜରେ ସିଲେକ୍ସନ୍ ହେଇଯାଏ। ତେଣୁକରି ପ୍ରାଇଭେଟ୍ କଲେଜକୁ ଯଦି ପରସେଣ୍ଟେଜ୍ ଆମର ଠିକ୍ ଅଛି ତାହେଲେ ପ୍ରାଇଭେଟ୍ କଲେଜ ଲାଷ୍ଟକୁ ଅପସନ୍ ଦେବା ନାହିଁ। ଯଦି ଗଭର୍ଣ୍ଣମେଣ୍ଟ କଲେଜରେ ସିଟ୍ ପାଇବାର ଆଶଙ୍କା ନାହିଁ କିମ୍ବା ଆମେ କମ୍ ପରସେଣ୍ଟେଜ୍ ପାଇଛେ ତାହେଲେ ପ୍ରାଇଭେଟ୍ କଲେଜର ଅପସନ୍ ରଖିବା। ନିଶ୍ଚିତ ରୂପେ ପ୍ରାଇଭେଟ୍ କଲେଜରେ ସିଟ୍ ମିଳିଯିବ। ତେଣୁକରି ଭିଡ଼ିଓଟି କେମିତି ଲାଗିଲା ନିଶ୍ଚିତ ରୂପେ କମେଣ୍ଟରେ ଆସି ଜଣାଇବେ, ସାଙ୍ଗମାନଙ୍କୁ ସେୟାର କରିବେ ଏବଂ ଯଦି ଆମ ଚ୍ୟାନେଲଟିକୁ ନୂଆ ହେଇ ଦେଖୁଛନ୍ତି ବା ଫାର୍ଷ୍ଟ ଟାଇମ୍ ପାଇଁ ଦେଖୁଛନ୍ତି ତାହେଲେ ଆମ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନିଅନ୍ତୁ। ଆହୁରି ଅନେକ ଏମିତି ଭିଡ଼ିଓ ମୁଁ ଆପଣମାନଙ୍କ ପାଇଁ ନେଇ ଆସିବି। ରହୁଛି, ନମସ୍କାର।